ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଜେଡି ଦୁର୍ଗ ଭାଙ୍ଗିଲା ଦୀର୍ଘ 24 ବର୍ଷ ପରେ ଏଠି ପଦ୍ମର ଆବିର୍ଭାବ ହୋଇଛି। ଢେଙ୍କାନାଳ 7ଟି ବିଧାନସଭା କ୍ଷେତ୍ରରୁ 6ଟି ବିଧାନସଭା କ୍ଷେତ୍ର ବିଜେପି ହାତକୁ ଯାଇଛି ଏବଂ ଗୋଟିଏ ତାଳଚେର ବିଧାନସଭା କ୍ଷେତ୍ର ବିଜେଡି ହାତରେ ରହିଛି। ଏହା କେମିତି ସମ୍ଭବ ହେଲା ତାହା କହିବା କଷ୍ଟକର ଯେ ଏତେ ବର୍ଷର ଦୁର୍ଗ କେମିତି ଭୁଶୁଡ଼ି ପଡ଼ିଲା। ଏହା ପାଇଁ ଦାୟୀ କିଏ? ଯେଉଁ ଢେଙ୍କାନାଳ ବିଜେଡି ପାଇଁ ରାମବାଳ ସାଜୁଥିଲା ଆଜି ସେ ହିଁ ଢେଙ୍କାନାଳ ବିଜେପିର ଗଡ଼ ସାଜିଛି। ଏତିକି ନୁହେଁ, ଢେଙ୍କାନାଳ ସଂସଦୀୟ କ୍ଷେତ୍ର ମଧ୍ୟ ବିଜେଡି ହାତରୁ ଯାଇଛି। ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଦୀର୍ଘ 24 ବର୍ଷ ହେଲା ବିଜୁ ଜନତା ଦଳ ପାଖରେ ଥିଲା, କିନ୍ତୁ ଏଥର ତାହା ବିଜେପି ହାତକୁ ଯାଇଛି। ଜନତାଙ୍କ ମଧ୍ୟରେ ପ୍ରଶ୍ନ ଚାଲିଛି, ଏହା ପାଇଁ ଦାୟୀ କିଏ? ସାଧାରଣରେ ଚର୍ଚ୍ଚା ଚାଲିଛି ଏହା ପାଇଁ ପରିବାରବାଦ ରାଜନୀତି ହିଁ ଦାୟୀ। ଆମେ ଯଦି ଦେଖିବା, ଅନୁଗୁଳ ଏବଂ ଢେଙ୍କାନାଳ ବିଧାନସଭା କ୍ଷେତ୍ରରେ ପରିବାରବାଦ ରାଜନୀତି କରିଚାଲିଲେ। ଢେଙ୍କାନାଳର ସୁଧୀର କୁମାର ସାମଲ ବିଧାୟକ ପ୍ରାର୍ଥୀ ଟିକେଟ୍ ପାଇଥିବା ବେଳେ ତାଙ୍କ ପୁତୁରାକୁ ସାଂସଦ ଟିକେଟ୍ ମଧ୍ୟ ଦିଆଗଲା। ସେପଟେ ଅନୁଗୁଳର ରଜନୀକାନ୍ତଙ୍କୁ ଟିକେଟ୍ ନ ଦେଇ ତାଙ୍କ ସ୍ତ୍ରୀ ସଞ୍ଜିତା ସିଂଙ୍କୁ ଟିକେଟ୍ ଦିଆଗଲା, ଯାହା ଲୋକଙ୍କ ମନକୁ ପ୍ରଭାବିତ କରିପାରିଲା ନାହିଁ। ଆଉ ଏହାର ଆକ୍ରୋଶ ସୃଷ୍ଟି ହେଲା। ଆଉ ବିଜେଡି ତାଙ୍କ ଗଡ଼ ଭୁଶୁଡ଼ିବାରେ ଢେଙ୍କାନାଳ ହିଁ ଦାୟୀ।